2025 2024 ଦି ମାସ ସରିବାକୁ ବସିଲାଣି ଆଉ ଏ ଯୋଉ ମାସରେ କିଛିଟା ଦିନ ବିତିଗଲା ଯେମିତିକି ଇଂଲିଶ ଜମାନାର ସେଟା ଯୋଉଟାକି ଆମେମାନେ ଫଲୋ କରୁଛେ ଆମମାନଙ୍କ ଜେନେରେସନରେ ରୋଜ୍ ଡେ ଭାଲେଣ୍ଟାଇନ୍ସ ଡେ ଲାଇକ୍ ଦିସ୍। ତ ଲୋକମାନଙ୍କର କିଛି କ୍ୱେଶ୍ଚିନ୍ ମାର୍କ ଅଛି। ଲୋକମାନେ ଏପର୍ଯ୍ୟନ୍ତ କନଫ୍ୟୁଜନ୍ ଅଛନ୍ତି ଯୋଉଟାକି ଆମେ ପ୍ରାୟୋରିଟି ଲିଷ୍ଟ କାହାକୁ ରଖିବା, ବାପା ମାଆଙ୍କୁ ରଖିବା ନା ନିଜ ଗର୍ଲଫ୍ରେଣ୍ଡ ପାର୍ଟନରକୁ ରଖିବା, गर्लफ्रेंड बॉयफ्रेंड ଯିଏ ବି। ତ ଏ ଯୋଉ କ୍ୱେଶ୍ଚିନ୍ ମାର୍କଟା ରହୁଛି ନା, ଦେଖ ଭାଇ ସମସ୍ତଙ୍କ ଲାଇଫରେ ସବୁ କିଛି ଅଲଗା ଅଲଗା ଡିଫରେଣ୍ଟ ସିଚୁଏସନ୍ ଆସେ ଆଉ ଡିଫରେଣ୍ଟ ଚିନ୍ତାଧାରା ବି ରହିଛି। କିନ୍ତୁ ମୁଁ ବି ମୋ ମନରେ ବି ସେମିତି କିଛି କିଛି କ୍ୱେଶ୍ଚିନ୍ ଆସେ। ସପୋଜ ମାନିବ କି ମୋର ଆଜି ମୁଁ ଜଣକୁ ଭଲ ପାଇଲି କି ମୋର ବୟଫ୍ରେଣ୍ଡ ଆସିଲା ଆଉ ସେ ବୟଫ୍ରେଣ୍ଡକୁ ମୁଁ ପ୍ରାୟୋରିଟି ଲିଷ୍ଟରେ ରଖିବି ଆମ ବାପା ମାଆଙ୍କୁ ରଖିବି, ସେଇଟା ହେଉଛି ମ୍ୟାଟର୍ କରୁଛି। ତ ତାର ମାନେ ହେଉଛି କି ଗୋଟେ ଦିନ ସେମିତି କି ମୁଁ ଅଫିସରୁ ଥକିକି ଆସିକିରି ମୋ ବୟଫ୍ରେଣ୍ଡକୁ କଲ୍ କଲା ପରେ ସେ ସେତିକିବେଳେ ବି ଅଫିସରୁ ଆସିଥାଏ। ମୁଁ ବି ଦିନ ଭରି କାମ କରିକି ଆସିଛି, ସେ ବି ଦିନ ଭରି କାମ କରିକି ଆସିଛି। କିନ୍ତୁ ଗୋଟେ ଜିନିଷ ହେଉଛି ମୁଁ ଯେତେବେଳେ ତାକୁ ଭିଡ଼ିଓ କଲ୍ କରିକି ପଚାରେ କିଛି, ଆରେ ବହୁତ ଥକି ଯାଇଛି ୟାର ତୁ କଲ୍ ରଖ ମୁଁ ପରେ କଥା ହେବି, ତ ସେ ପରେଟା ତାକୁ ରିଲାକ୍ସେସନ୍ ପରେ ଆସେ। ତ ସେ ଯେତେବେଳେ କଲ୍ କାଟି ଦେଇଛି ତାପରେ ମୁଁ ବାବା ଘରକୁ ବାବାଙ୍କ ପାଖକୁ କଲ୍ କରିଛି। ତ କଲ୍ କଲା ପରେ ଯେତେବେଳେ ବାବା ଉଠେଇଛନ୍ତି ସାଙ୍ଗେ ସାଙ୍ଗେ ମୋ ମାମାକୁ ଡାକିଛନ୍ତି। ମୋ ମାଆକୁ ଡାକି ଦେଲା ପରେ ଝିଅ କଲ୍ କରିଛି, ତାପରେ ଦୁଇ ଜଣ ହସିକିରି ମୋ ସାଙ୍ଗେ କଥା ହେଉଛନ୍ତି। କେମିତି ଦିନ କଟିଲା କ'ଣ ନାହିଁ ଯେମିତି ବାପା ମାଆ ମାନେ ପଚାରନ୍ତି କ'ଣ ଖାଇଥିଲୁ, କେମିତି ତୋର ଦିନ କଟିଲା, ସବୁ ଠିକ୍ ଠାକ୍ ହେଲା କି ନାହିଁ, ସବୁ ଏମିତି ପଚାରିଲେ। ତ ଏଇଠି ଗୋଟେ କ୍ୱେଶ୍ଚିନ୍ ଆପଣମାନଙ୍କର ବି ଡାଉଟ୍ କ୍ଲିୟର୍ ହେଇଯାଇଥିବ। ପ୍ରାୟୋରିଟି ତୁମେ ଦେବ କାହାକୁ, ବାପା ମାଆଙ୍କୁ ଦେବ ନା ତୋ ପାର୍ଟନରକୁ? ଆଉ ଦେଖ ଗୋଟେ ଜିନିଷ ହେଉଛି ଅନକଣ୍ଡିସନାଲ୍ ଲଭ୍ ହେଉଛି କେବଳ ବାପା ମାଆ ତମକୁ ଦେଇପାରିବେ। ବାକି ରହିଲା ଆଉ ସବୁ ଲଭ୍ରେ ନା ତୁମକୁ କଣ୍ଡିସନ୍ କମ୍ପଲସରି ଆପ୍ଲାଏ କରିବାକୁ ପଡ଼ିବ, ଆଉ ସେଇଟା ଆଗରୁ ହିଁ ଲେଖା ହେଇଛି। ତେଣୁକରି ମୋର କହିବାର ଏଇଟା ଉଦ୍ଦେଶ୍ୟ ଥିଲା। ତ ମୁଁ କାହାକୁ ତ ଜଜମେଣ୍ଟ କରି କହିପାରିବିନି, ଯେଉଁଟା ସତ ସେଇଟା ସତ। ବାକି ରହିଲା ମୁଁ ଆଜି ଏ ଭିଡ଼ିଓ ବନେଇଛି, କାଲି ମୁଁ ବି ଚେଞ୍ଜ ହେଇପାରେ କି କ'ଣ ନ, ସେଇଟା ତ ଆଗକୁ ଦେଖାଯିବ। ଏଇ ଭିଡ଼ିଓଟା ମୁଁ ଯଦି କେବେ ଦେଖିବି ତ ମୁଁ ଭାବେ ମୁଁ ବି ବହୁତ ଭଲ ପିଲା ଥିଲି।